ମାନେ ୱିଦାଉଟ୍ ପରମିଶନ ତାଙ୍କ ପଇସାରେ ସେ କରୁଥିଲେ। ମୁଁ ଭାବିଥିଲି ଗଭର୍ଣ୍ଣମେଣ୍ଟ ତରଫ ଭଙ୍ଗା ହେଇଛି, ସେ ତାଙ୍କର ହ୍ୟାଣ୍ଡଓଭର କରିବେ 15 ଦିନ ପରେ କ୍ୱାର୍ଟର। ଯୋଉ ଅବସ୍ଥାରେ ନେଇଥିଲେ ସେଇ ଅବସ୍ଥାରେ ସେ ହ୍ୟାଣ୍ଡଓଭର କରିବେ, ତାଙ୍କ ଜିନିଷକୁ ଖୋଲି ନେଇଗଲେ। ଏଥିରେ ବଡ କଥା କଣ? ପଛପଟେ ଆଜ୍ଞା ସୁଡୁଙ୍ଗ ହେଇଥିଲା, ଖାଲି ମିଛରେ ଝାଡା ଯିବା ପାଇଁ ବାଟ ହେଇଥିଲା। ଆଉ ଖାଲି ମିଛରେ ପବ୍ଲିସିଟି। ଅନିଲ ବିଶ୍ୱାଳ କହିଛନ୍ତି ଖଟ ସେବା ହଉଥିଲା ସେଠି। ଭଲ, ସେ ଯାଇ ପୋଛାପୋଛି କରୁଥିଲେ ସେ ଖଟାରେ। ଯୋଉ ଗଦି ଫଦି ପଡିଥିଲା ସେ ସଫାସଫି କରୁଥିଲେ, ପୋଛାପୋଛି କରୁଥିଲେ। ଯାଇ ଯାହା ନାଁ କହିଲେ ଅନିଲ ବିଶ୍ୱାଳ ବିଜେପିର ମୁଖପାତ୍ର। ହଁ, ସେ ଯାଇ ପୋଛାପୋଛି କରୁଥିଲେ ବୋଧେ। ଏଥିପାଇଁ ପରମିଶନ ଅଛି କି? ମୁଁ ନେଇଥିଲି କ୍ୱାର୍ଟର, ମୁଁ ଡେଭଲପ କରେଇଥିଲି, ଗାର୍ଡେନ କରେଇଥିଲି, ଟ୍ରି ହାଉସ, ଗ୍ରୀନ ବେଲ୍ଟ କରିଥିଲି, ଡ୍ରାଇଭର ପାଇଁ ଘର କରିଥିଲି, ପିଏନ ପାଇଁ ଘର କରିଥିଲି। ଯେତେବେଳେ ଘର ଛାଡିକି ଆସିଲି ମୁଁ ଫରେଷ୍ଟ ପାର୍କ ନେଇଥିଲି, ମୁଁ ମୋର ଭାଙ୍ଗି ନେଇ ଆସିଲି। ବାହାର ସୌନ୍ଦର୍ଯ୍ୟକରଣ ଅଲଗା ଜିନିଷ, ଭିତରେ ଅଣ୍ଡରଗ୍ରାଉଣ୍ଡ ଘର କରିଲେ କେତେ? ଅଣ୍ଡରଗ୍ରାଉଣ୍ଡ କିଛି ନାହିଁ, ଖାଲି ମିଛରେ କିଛି ନାହିଁ, କିଛି ନାହିଁ, ଖାଲି ବାହାରିଆ କଥା। ଆଉ ଏ ବିଜେପି ବାଲା ସତିକି ଖଟ ପକେଇଥିଲେ, ଗଦି ପକେଇଥିଲେ, ଶୋଇଥିଲେ, ଇଏ ପୋଛାପୋଛି କରୁଥିଲେ। ଏଗୁଡା ଖାଲି ଭାଣ୍ଡ କାରବାର। ଆରେ ଲୋକଙ୍କ କାମ କର। ତମକୁ ଏଇଟା ଭାରତ ସରକାର ଦାୟିତ୍ୱ ଦିଆହେଇଛି, ନରେନ୍ଦ୍ର ମୋଦି। ଆରେ ଏଠି ତମକୁ ଦିଆହେଇଛି ମୁଖ୍ୟମନ୍ତ୍ରୀ, ତମେ ଓଡିଶାର ଦାୟିତ୍ୱ ନେଇ କାମ କର। ଦରଦାମରେ ଆମେ ମରିଯାଉଛୁ। ହେଇ ମାଛ ମାଂସ ସବୁ ବଢିଗଲା। 800 ମାଂସ, 300 ମାଛ, ଏଗୁଡାକ ଇଏ ଭେଣ୍ଡି କିଲୋ 100, ଜହ୍ନି କିଲୋ 100, ବାଇଗଣ କିଲୋ 100, ସାରୁ କିଲୋ 100, ବିମ୍ 250, ପିଆଜ 90, ଅଟା ରେଟ୍ ବଢିଲା, ଚୁଡା ରେଟ୍ ବଢିଲା, ଚାଉଳ ରେଟ୍ ବଢିଲା, ଡାଲି ରେଟ୍ ବଢିଲା। ଆଜି 5 ନିର୍ବାଚନ କଣ କହିବେ ଲୋକସଭାରେ?